ନମସ୍କାର, ମୁଁ ସୁସ୍ମିତା ରଥ। ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଆଫର୍ମେସନ୍ ଡେ 20ର କରିବା, ଯାହା ହେଉଛି मेरा हृदय धन्यवाद करता है और ब्रह्मांड चमत्कारों से उत्तर देता है। ଏହି ଆଫର୍ମେସନ୍କୁ ଆପଣ ଓଡ଼ିଆରେ ବା ହିନ୍ଦୀରେ ଯେଉଁଥିରେ ଆପଣ ଲେଖନ୍ତୁ 40 ଥର, ତାପରେ 40 ଥର ମିରର କହିବେ। ମୋର ହୃଦୟ କୃତଜ୍ଞତାରେ ପରିପୂର୍ଣ୍ଣ ଅଛି ଏବଂ ଚମତ୍କାର ମାନଙ୍କ ମାଧ୍ୟମରେ ଉତ୍ତର ଦେଉଛି। ଏହି ଆଫର୍ମେସନ୍କୁ ଆପଣ 40 ଥର ଲେଖନ୍ତୁ, ତାପରେ ମିରରରେ କହନ୍ତୁ। ଆଉ ଥରେ ମୁଁ କହିଦେଉଛି, ମୋର ହୃଦୟ କୃତଜ୍ଞତାରେ ପରିପୂର୍ଣ୍ଣ ଅଛି ଏବଂ ଚମତ୍କାର ମାନଙ୍କ ମାଧ୍ୟମରେ ଉତ୍ତର ପାଉଛି। ତାର ଯେତେବେଳେ ଆପଣ ଲେଖୁଛନ୍ତି, ତାପରେ ମନେ ମନେ ଏହି ଆଫର୍ମେସନ୍କୁ ବି ମନେ ପକାଇବେ, ଲେଖୁଥିବେ, ଭାବିବେ, ମୋର ହୃଦୟ ସଦା କୃତଜ୍ଞତା କହେ ଓ ଚମତ୍କାର ମୋ ଜୀବନରେ ପ୍ରକଟ ହୁଏ। ମୁଁ ହୃଦୟରୁ ଧନ୍ୟବାଦ କରୁଛି ଏବଂ ବ୍ରହ୍ମାଣ୍ଡ ମୋତେ ଚମତ୍କାରରେ ଉତ୍ତର ଦଉଛି। ମୋର କୃତଜ୍ଞତା ମୋ ହୃଦୟକୁ ଶକ୍ତିଶାଳୀ କରେ ଏବଂ ଚମତ୍କାର ଆକର୍ଷିତ କରେ। ଯେତେବେଳେ ମୁଁ ଧନ୍ୟବାଦ କହେ, ସେତେବେଳେ ମୋ ଜୀବନରେ ଚମତ୍କାର ଘଟେ। ମୋର ହୃଦୟ ଆଭାରରେ ପରିପୂର୍ଣ୍ଣ ଓ ମୁଁ ସହଜରେ ଦିବ୍ୟ ଉତ୍ତର ପାଉଛି। ସହଜରେ ମୁଁ ଦିବ୍ୟ ଉତ୍ତର ପାଉଛି। ଏଇଭଳି ଭାବରେ ଆପଣ ଆଫର୍ମେସନ୍ କରନ୍ତୁ। ଯେତେବେଳେ ଲେଖୁଛନ୍ତି ମନେ ମନେ ଭାବନ୍ତୁ। ଲେଖି ସାରିଲା ପରେ, କହି ସାରିଲା ପରେ ଆପଣ ଶାନ୍ତ ମନରେ ଆଖି ବନ୍ଦ କରିନା ବସନ୍ତୁ। ଧୀରେ ଧୀରେ ନିଶ୍ୱାସ ନିଅନ୍ତୁ, ନିଶ୍ୱାସ ଛାଡ଼ନ୍ତୁ। ଆପଣଙ୍କର ଶ୍ୱାସ ଉପରେ ଫୋକସ୍ କରନ୍ତୁ। ନିଜର ମନକୁ ହୃଦୟ ଉପରେ ଧ୍ୟାନ ଦିଅନ୍ତୁ ଏବଂ କହନ୍ତୁ, ମୋର ହୃଦୟ ଆଲୋକରେ ଭରି ଯାଇଛି। ମୋର ହୃଦୟ ଆଲୋକରେ ଭରି ଯାଇଛି। ମୋର ହୃଦୟରୁ କୃତଜ୍ଞତା ଅନୁଭବ କରୁଛି। ମୋର ହୃଦୟରୁ କୃତଜ୍ଞତା ଅନୁଭବ କରୁଛି। ବ୍ରହ୍ମାଣ୍ଡ ମୋତେ ଚମତ୍କାର ମାନଙ୍କ ମାଧ୍ୟମରେ ଉତ୍ତର ଦେଉଛି। ବ୍ରହ୍ମାଣ୍ଡ ମୋତେ ଚମତ୍କାର ମାନଙ୍କ ମାଧ୍ୟମରେ ଉତ୍ତର ଦେଉଛି। ମୁଁ ସୁରକ୍ଷିତ, ଶାନ୍ତି ଓ ଆଶୀର୍ବାଦିତ। ମୁଁ ସୁରକ୍ଷିତ, ଶାନ୍ତି ଓ ଆଶୀର୍ବାଦିତ। ଏଇଭଳି ଆପଣ ଭାବିକିନା ମେହସୁସ୍ କରନ୍ତୁ। ଯାହା ବି ହଉଛି ଆପଣଙ୍କ ଜୀବନରେ ସବୁ ଚମତ୍କାର ଭଳିଆ ହଉଛି, ପ୍ରକଟ ହଉଛି। ଚମତ୍କାର ଭାବରେ ଆପଣଙ୍କୁ ଉତ୍ତର ମିଳୁଛି, ଆକର୍ଷିତ କରୁଛନ୍ତି। ଧୀରେ ଧୀରେ ଏହି ଏହସାସରେ ଆପଣ ହାତକୁ ରବ୍ କରିକିନା ଆଖି ଦିଅନ୍ତୁ ଏବଂ ଖୋଲନ୍ତୁ। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ।